ଗତ ତା 31/1/2026 ରୁ 2/2/2026 ପର୍ଯ୍ୟନ୍ତ ଆୟୋଜିତ SSFI ଭାରତ 25th ନ୍ୟାସନାଲ୍ ସ୍ପିଡ୍ ସ୍କେଟିଂ ଚାମ୍ପିଅନସିପ୍ 2025-26ରେ କଳିଙ୍ଗ ବିହାର ଡୋଲି ଡେ କେୟାର ଆଣ୍ଡ ଏକାମ୍ର ସ୍କଟିଂ ଏକାଡେମୀ ତରଫରୁ 35 ଜଣ ପ୍ରତିଭାଶାଳୀ ପିଲା ସିଲେକ୍ସନ ହୋଇଥିଲେ। ସେଥିରୁ କଳିଙ୍ଗ ବିହାର ନିବାସୀ ନିରଞ୍ଜନ କର ଓ ସମାପିକା ମିଶ୍ରଙ୍କ ପୁଅ ଦେବାଂଶ କର ଚେନ୍ନାଇ ତାମିଲନାଡୁରୁ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ପ୍ରତିଯୋଗିତାରେ 400 ମିଟର ସ୍ପିଡ୍ ସ୍କେଟିଂରେ ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ଓ ଟ୍ରଫି ଜିତି ଅଞ୍ଚଳର ଗର୍ବ ବଢ଼ାଇଛନ୍ତି। ଏହାସହ ଆଉ 2 ଜଣ ଖେଳାଳି ଇଣ୍ଟରନ୍ୟାସନାଲ ଲେଭେଲ୍ ସିଲେକ୍ସନ ହୋଇଥିବା ସୂଚନା ମିଳିଛି। ଏହି ସଫଳତାକୁ ନେଇ ପରିବାର, ଏକାଡେମୀ ଓ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଛୁଟିଛି। ସରକାରଙ୍କ ତରଫରୁ ଯଦି ଏହି ପ୍ରତିଭାଶାଳୀ ପିଲାମାନଙ୍କୁ ଆବଶ୍ୟକ ସାହାଯ୍ୟ ଓ ପ୍ରୋତ୍ସାହନ ମିଳେ ତେବେ ସେମାନେ ଆଗାମୀ ଦିନରେ ଦେଶର ନାମ ଆଲୋକିତ କରିପାରିବେ। ଆପଣଙ୍କ ପରିଚୟ ମ୍ୟାଡ଼ାମ? ସମାପିକା ମିଶ୍ର, ମୁଁ କଳିଙ୍ଗ ବିହାରରେ ରୁହେ। ପୁଅ ଯେଉଁ ଯାଇଥିଲା ସ୍କେଟିଂ ଖେଳିବା ପାଇଁ ଆପଣଙ୍କୁ କେମିତି କ'ଣ ଅନୁଭବ ହେଉଛି? ହଁ, ମୋତେ ତ ବହୁତ ଖୁସି ଲାଗୁଛି। ପୁଅର ଆକ୍ଚୁଆଲି ଛୋଟବେଳେ ସ୍ପିଚ୍ ପ୍ରୋବ୍ଲେମ୍ ଥିଲା, ଆଉ ମୁଁ କେବେ ଭାବିନଥିଲି କି ସେ ସ୍ପୋର୍ଟସରେ ଏତେ ଭଲ ଇଏ କରିବ ବୋଲିକି। ଆଉ ସେ ଯାଇକି ନ୍ୟାସନାଲ ଖେଳିକି ଆସିଛି, ଗୋଲ୍ଡ ମେଡାଲ ପାଇଛି, ସେଥିପାଇଁକି ମୋତେ ବହୁତ ଖୁସି ଲାଗୁଛି। ଆପଣ ଯେଉଁ ଯାଇଥିଲେ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ସାହାଯ୍ୟ ମିଳିଥିଲା କି? ନା, ଗଭର୍ଣ୍ଣମେଣ୍ଟ ତରଫରୁ ତ କିଛି ବି ସାହାଯ୍ୟ ମିଳିନି। ଏଇଠି ତ ଆମର ଗ୍ରାଉଣ୍ଡ ବି ନାହିଁ। ଆମେ ଚେନ୍ନାଇରେ ଦେଖିଲୁ ସ୍କେଟିଂର ବହୁତ ଭଲ ଗ୍ରାଉଣ୍ଡ ଅଛି। ଯଦି ଗଭର୍ଣ୍ଣମେଣ୍ଟ ଟିକେ ସାହାଯ୍ୟ କରନ୍ତେ ତାହେଲେ ଆମ ପିଲାଗୁଡ଼ା ବହୁତ ଉନ୍ନତି କରନ୍ତେ, ତାଙ୍କର ସ୍କେଟିଂରେ ବି ବହୁତ ଭଲ ହୁଅନ୍ତା। ଧନ୍ୟବାଦ। ଭୁବନେଶ୍ୱରରୁ ସିନିୟର ଏଡିଟର ମଧୁସ୍ମିତା ଚାନ୍ଦଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।